ସମସ୍ତଙ୍କୁ ନମସ୍କାର, ଜୟ ଜଗନ୍ନାଥ। ପୁଣି ଆଉ ଏକ ନୂଆ ଭିଡ଼ିଓରେ ସ୍ୱାଗତ। ତ ଏଇ ନୋଟିଫିକେସନଟି ଆସିଛି UEEC ତରଫରୁ ରିଗାର୍ଡିଂ LTR। ତ କ'ଣ ରହିଛି ନା ରହିଛି ଯେ ଆମର ଏବାଉଟ୍ ପ୍ରିଲିମିନାରୀ ଏକ୍ଜାମିନେସନ୍। ତ ଏଠି ମେନସନ୍ ହେଇଯାଇଛି ଯେ 23 ମାର୍ଚ୍ଚରେ ଆମର ପ୍ରିଲିମିନାରୀ ଏକ୍ଜାମଟି ହେବ। ତ କେଉଁ ସବଜେକ୍ଟ ହେବ ଯେଉଁଟାକି ଏଠି ମେନସନ୍ ଅଛି। ତ TGT ଆର୍ଟ୍ସ ଆଉ TGT ଓଡ଼ିଆ, ଏଟାକି ମୁଁ ପୂର୍ବରୁ କହିଥିଲି ଯେ ଲାଗୁଛି ଓଡ଼ିଆରେ ଏକ୍ଜାମ ହେଇପାରେ ପ୍ରିଲିମ୍, ତ ସେୟା ହିଁ ହେଇଛି, ଆସିଛି। ଆଉ ବାକି ରହିଲା TGT ସାଇନ୍ସ, PCM, CBJL, ଚାରିଟାରେ ହିଁ ପ୍ରିଲିମ୍ ହେବ। ଆଉ ବାକି ଯେ ସବଜେକ୍ଟ ରହିଲା ଯେଉଁଟା ଆମେ ଡାଉଟ୍ରେ ଥିଲେ, ହିନ୍ଦୀ, ସାଂସ୍କ୍ରିଟ୍ ଆଉ PET, ଆଉ ଏଇଥିରେ ଆମର ପ୍ରିଲିମିନାରୀ ଏକ୍ଜାମ ହେବ ନାହିଁ, କାହିଁକି ନା N2 ପିଲା ହେଉ ନାହାନ୍ତି। ତ ସେଇଥିପାଇଁ ଆମର ଏଇସବୁ ସବଜେକ୍ଟରେ ଆମର ପ୍ରିଲିମିନାରୀ ହେବ ନାହିଁ। ଯଦି ଦେଖାଯିବ ଏକ୍ଜାମ ଡେଜ୍, ତ ଆଉ ସେଇ 1.5 ମାସ ବି ନାହିଁ, ହେଉନାହିଁ, 1.5 ମାସ ହେଉନାହିଁ। ତ ପଢ଼ାପଢ଼ି ଯେ ଜାରି ରଖିଛନ୍ତି ତ ସେମିତି ରଖିଥାନ୍ତୁ। ବାକି ଯେଉଁମାନେ ପଢ଼ାପଢ଼ି ଏଯାଏ ପ୍ରିଲିମ୍ ପାଇଁ ଆରମ୍ଭ କରିନାହାନ୍ତି, ତ ସେମାନେ ଏବେଠୁ ଆରମ୍ଭ କରିନିଅନ୍ତୁ, ଆଉ କିଛି ଅସୁବିଧା ନାହିଁ। ଯଦି ସେମାନଙ୍କୁ ଲାଗୁଥିଲା ଯେ ହଁ ମେ ବି ଓଡ଼ିଆରେ ହେଇନପାରେ କି ଅନ୍ୟ କୌଣସି ସବଜେକ୍ଟରେ ହେଇନପାରେ, ତ ଏବେ ସେଇଟା ଆସିଯାଇଛି, ତ ଏବେ ସେଇଟା ଆରମ୍ଭ କରିଦିଅନ୍ତୁ, ଆଉ ହେଳା କରନ୍ତୁନି। ହଁ, ବାକି ଆଉ ଗୋଟେ ସବୁଠୁ ବଡ଼ ଜିନିଷ, ବଡ଼ କଥା ହେଲା ଯେ ତ ଯେଉଁମାନେ ମଲ୍ଟିପଲ୍ ଆପ୍ଲିକେସନ୍, ଆମର ମଲ୍ଟିପଲ୍ ପୋଷ୍ଟ ପାଇଁ ଆପ୍ଲାଏ କରିଥିବେ, ତ ସେମାନଙ୍କର ରିଜେକ୍ଟ ହେଇଯିବ, ଆପ୍ଲିକେସନ୍ ସେମାନଙ୍କର ରିଜେକ୍ଟ ହେଇଯିବ। କାହିଁକି ନା ଆମର ଅଫଲାଇନ୍ OMR ମୋଡ଼ରେ ହେବ, ସେଇଥିପାଇଁ ମୁଁ କହୁଛି ଅଫଲାଇନ୍ରେ ହେବ, ଆଉ ଗୋଟେ ସିଫ୍ଟରେ ହିଁ ସବୁ ଏକ୍ଜାମ୍ ହେବ। ହଁ, ଯେଉଁମାନେ ଆମର ଗୋଟିଏ ଆପ୍ଲିକେସନରେ ମଲ୍ଟିପଲ୍ ପୋଷ୍ଟ ସେଠି ସେ ଦେଇଥିଲା, ଅପସନ୍ ଦେଇଥିଲା, ତ ସେଇମାନଙ୍କର ହିଁ ଇଲିଜିବଲ୍ ଆମର ଏକ୍ଜାମ୍, ପ୍ରିଲିମିନାରୀ ଏକ୍ଜାମ୍ ଦେବା ପାଇଁ। ଆଉ ବାକି ରହିଲା ଗୋଟିଏ ହିଁ ଏକ୍ଜାମ୍ ହେବ, ଆଉ ସେଇଥିରେ କଟଅଫ୍ ହେଇକି ଆସିବ। ଠିକ୍ ଅଛି, ତେଣୁ 23 ତାରିଖ ଆମର ରହିଲା ଏକ୍ଜାମ୍, ଆଉ ସମୟ ନାହିଁ ହାତରେ, ତ ପରିଶ୍ରମ ଜୋରଦାର କରନ୍ତୁ। ଆଉ ଆଇ ହୋପ୍ ସମସ୍ତଙ୍କର ହେଇଯାଉ। ଆଉ ତ ଏଇଆ ଥିଲା ଭିଡ଼ିଓ ନ୍ୟୁଜ୍। ତ ବାକି ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ ନିହାତି କରିବେ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଆଉ ଗୋଟେ ନୂଆ ଭିଡ଼ିଓରେ ଦେଖା ହେବ। ଜୟ ଜଗନ୍ନାଥ।